ପୁରୀ ଶ୍ରୀମନ୍ଦିରରୁ ଆସିଲା ବଡ଼ ସଂକେତ। ପତିତ ପାବନ ବାନାରେ ପଡ଼ିଲା ଶୂନ୍ୟଗଣ୍ଠି। ଶ୍ରଦ୍ଧାଳୁ କହିଲେ ଦୂର ହେବ ବିପର୍ଯ୍ୟୟ। ସେପଟେ ଏହା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରକ ବୋଲି କହିଛନ୍ତି ସେବକ। ଠକ ଦମ୍ପତି ହଂସିତା ଓ ଅନିଲଙ୍କୁ ମିଳିଲା ଜାମିନ। ଠକେଇ ମାମଲାରେ ଉଭୟଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ପାସପୋର୍ଟ ସରେଣ୍ଡର କରିବାକୁ ହାଇକୋର୍ଟଙ୍କ ରହିଛି ସର୍ତ୍ତ। 50,000 ଟଙ୍କାର ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼। ଖୁବ୍ ଶୀଘ୍ର ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାର ହୋଇପାରେ ସିବିଆଇ ତଦନ୍ତ। ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇମେଲ କରିଛନ୍ତି ନବଙ୍କ ପତ୍ନୀ। ଇମେଲରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ମାଗିଛନ୍ତି କିଛି ସମୟ। ମୁଣ୍ଡଫଟା ଖରାରୁ ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଆସନ୍ତା 20ରୁ 26 ତାରିଖ ଯାଏଁ ଭିଜାଇବ କାଳବୈଶାଖୀ। ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।